ଆଜି ଆମେ ଜାଣିବା 14 ମେ 2026 ଗୁରୁବାର ସମ୍ପୂର୍ଣ୍ଣ ପଞ୍ଚାଙ୍ଗ ଏବଂ ସମସ୍ତ 12ଟି ରାଶିର ଭାଗ୍ୟଫଳ। ଯଦି ଆପଣ ପ୍ରତିଦିନ ନିଜର ରାଶିଫଳ ଜାଣିବାକୁ ଚାହାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ବନ୍ଧୁଗଣ, ଆଜିର ପଞ୍ଚାଙ୍ଗ ତାରିଖ 14 ମେ 2026 ଗୁରୁବାର, ତିଥି ଦ୍ୱାଦଶୀ, ଦିବା 11ଟା 21 ପର୍ଯ୍ୟନ୍ତ। ନକ୍ଷତ୍ର ରେବତୀ ନକ୍ଷତ୍ର ରାତି 10ଟା 34 ପର୍ଯ୍ୟନ୍ତ। ବ୍ରତ ପର୍ବ ଶିବ ପ୍ରଦୋଷ ବ୍ରତ। ଚନ୍ଦ୍ର ମୀନ ରାଶିରେ ରାତି 10ଟା 34 ପର୍ଯ୍ୟନ୍ତ। ସୂର୍ଯ୍ୟ ଉଦୟ ସକାଳ 5ଟା 12 ପର୍ଯ୍ୟନ୍ତ। ସୂର୍ଯ୍ୟାସ୍ତ ସନ୍ଧ୍ୟା 6ଟା 13। ବାରଣ ଓ ଶୁଭ ସମୟ ଖାଦ୍ୟ ବାରଣ ପୋଇ ଏବଂ ଦିବା 11ଟା 21 ପରେ ବାଇଗଣ ଖାଇବା ନିଷେଧ। ଘାତବାର ତୁଳା ଏବଂ କୁମ୍ଭ ରାଶି। ରାହୁ କାଳ ଦିବା 1ଟା 20 ରୁ 2ଟା 59 ପର୍ଯ୍ୟନ୍ତ। ଏହି ସମୟରେ ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଅମୃତ ବେଳା ସକାଳ 7ଟା 49 ରୁ 10ଟା 25 ପର୍ଯ୍ୟନ୍ତ ଏବଂ ଦିବା 1ଟା 1 ରୁ 4ଟା 29 ପର୍ଯ୍ୟନ୍ତ। ବନ୍ଧୁଗଣ, ମେଷ ରାଶିଠୁ ମୀନ ରାଶି ପର୍ଯ୍ୟନ୍ତ 12ଟି ରାଶିର ଭାଗ୍ୟଫଳ ବିଷୟରେ ଜାଣିବା। ବନ୍ଧୁଗଣ, ମେଷ ରାଶି। ମେଷ ରାଶିର ବ୍ୟକ୍ତିମାନେ ସ୍ୱଭାବତଃ ସାହସୀ, ଶକ୍ତିଶାଳୀ ଏବଂ ନେତୃତ୍ୱ ନେବାରେ ଦକ୍ଷ। ଆଜି ଆପଣଙ୍କର ଆତ୍ମବିଶ୍ୱାସ ଦୃଢ଼ ରହିବ ଏବଂ ଅଟକି ରହିଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମାପ୍ତ କରିବାକୁ ଚେଷ୍ଟା କରିବେ। ତଥାପି ଅତ୍ୟଧିକ ଆବେଗ ଓ ଶୀଘ୍ରତା ସମସ୍ୟା ସୃଷ୍ଟି କରିପାରେ। କାର୍ଯ୍ୟକ୍ଷେତ୍ରରେ ନୂତନ ସଂଯୋଗ ମିଳିବ। ବନ୍ଧୁଗଣ, କିନ୍ତୁ ପ୍ରତ୍ୟେକ ନିଷ୍ପତ୍ତି ସାବଧାନତାର ସହ ନିଅନ୍ତୁ। ଆର୍ଥିକ ଲାଭର ଯୋଗ ଅଛି, ମାତ୍ର ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇପାରେ। ପରିବାରର ସହିତ ସୌମ୍ୟ ଆଚରଣ ରଖନ୍ତୁ, କାରଣ ଆପଣଙ୍କର ସ୍ପଷ୍ଟବାଦିତା ଅନ୍ୟମାନଙ୍କୁ କଠୋର ମନେ ହୋଇପାରେ। ପ୍ରେମ ଜୀବନ ମଧୁର ହେବ, କିନ୍ତୁ ଅହଙ୍କାର ତ୍ୟାଗ କରିବାକୁ ପଡ଼ିବ। ବନ୍ଧୁଗଣ, ବୃଷ ରାଶି। ବୃଷ ରାଶିର ବ୍ୟକ୍ତିମାନେ ଶାନ୍ତ ଧୈର୍ଯ୍ୟବାନ ଏବଂ ସ୍ଥିର ମନା। ଆଜି ଆପଣଙ୍କ ମନରେ ପ୍ରସନ୍ନତା ଓ ସ୍ଥିରତା ରହିବ। କାର୍ଯ୍ୟକ୍ଷେତ୍ରରେ ଧୀରେ ଧୀରେ କିନ୍ତୁ ସ୍ଥିର ଭାବେ ଅଗ୍ରଗତି କରିବେ। ଆପଣଙ୍କ କଠିନ ପରିଶ୍ରମ ଓ ବ୍ୟବହାରିକ ଚିନ୍ତାଧାରାର ପ୍ରଶଂସା ହେବ। ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ ଏବଂ ସଞ୍ଚୟ ଯୋଜନା ସଫଳ ହେବ। ପରିବାରରେ ସୁଖଦ ପରିବେଶ ରହିବ। ବନ୍ଧୁଗଣ, ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ବନ୍ଧୁଗଣ, ପ୍ରେମ ସମ୍ପର୍କରେ ଆପଣ ଅଧିକ ଦାୟିତ୍ୱବାନ ଅନୁଭବ କରିବେ। ବନ୍ଧୁଗଣ, ମିଥୁନ ରାଶି। ମିଥୁନ ରାଶିର ଲୋକମାନେ ବୁଦ୍ଧିମାନ ଓ ଯୋଗାଯୋଗରେ ଦକ୍ଷ। ଆଜି ଆପଣଙ୍କର ବାକ୍ ପଟୁତା ଅନେକ କ୍ଷେତ୍ରରେ ଲାଭଦାୟକ ସାବ୍ୟସ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ନୂତନ ଚିନ୍ତାଧାରା ଅଦ୍ଭୁତ ହେବ ଏବଂ ନୂଆ ସମ୍ପର୍କ ସୃଷ୍ଟି ହେବ। ମନ ଏକାଧିକ କାର୍ଯ୍ୟରେ ବ୍ୟସ୍ତ ରହିବା କାରଣରୁ କିଛିଟା ଦ୍ୱନ୍ଦ୍ୱ ଉପୁଜିପାରେ। ଆର୍ଥିକ କ୍ଷେତ୍ରରେ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁ ଓ ପରିବାର ସହ ସମୟ କାଟିବା ମାନସିକ ଶାନ୍ତି ପ୍ରଦାନ କରିବ। କର୍କଟ ରାଶି।
କର୍କଟ ରାଶିର ବ୍ୟକ୍ତିମାନେ ଅତ୍ୟଧିକ ଭାବପ୍ରବଳ ଓ ପରିବାର ପ୍ରିୟ। ଆଜି ଆପଣ ନିଜ ପ୍ରିୟଜନଙ୍କ ସହ ଅଧିକ ସମୟ ବିତାଇବାକୁ ପସନ୍ଦ କରିବେ। କାର୍ଯ୍ୟକ୍ଷେତ୍ରରେ କିଛିଟା ଚାପ ଅନୁଭବ କରିପାରନ୍ତି, ମାତ୍ର ବୁଝାମଣା ଦ୍ୱାରା ସଫଳ ହେବେ। ପାରିବାରିକ କାର୍ଯ୍ୟରେ ଅର୍ଥ ବ୍ୟୟ ହୋଇପାରେ। ପରିବାରର ସମର୍ଥନ ଆପଣଙ୍କୁ ଆଶ୍ୱସ୍ତି ଦେବ। ପ୍ରେମ ଜୀବନରେ ଭାବ ପ୍ରବଳତା ବୃଦ୍ଧି ପାଇବ, ତେଣୁ କ୍ଷୁଦ୍ର କଥାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ। ବନ୍ଧୁଗଣ, ସିଂହ ରାଶି। ସିଂହ ରାଶିର ବ୍ୟକ୍ତିମାନେ ଆତ୍ମବିଶ୍ୱାସୀ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ଅଧିକାରୀ। ଆଜି ଆପଣଙ୍କ ବ୍ୟକ୍ତିତ୍ୱ ସର୍ବତ୍ର ଆଲୋଚିତ ହେବ। କାର୍ଯ୍ୟକ୍ଷେତ୍ରରେ ନେତୃତ୍ୱ ନେବାର ସୁଯୋଗ ମିଳିବା ସହ ନୂଆ ଦାୟିତ୍ୱ ମିଳିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ସହ ସାମାଜିକ ସମ୍ମାନ ବୃଦ୍ଧି ପାଇବ। ପରିବାରରେ ଆପଣଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ। ପ୍ରେମ ସମ୍ପର୍କରେ ସାଥୀଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ। କନ୍ୟା ରାଶି। କନ୍ୟା ରାଶିର ଲୋକମାନେ ଆଜି ଆପଣ ଅତ୍ୟଧିକ ଅନୁଶାସିତ ଓ ପରିଶ୍ରମୀ ରହିବେ। କାର୍ଯ୍ୟକ୍ଷେତ୍ରରେ ପ୍ରତ୍ୟେକଟି କ୍ଷୁଦ୍ର ବିଷୟ ପ୍ରତି ଧ୍ୟାନ ଦେବେ, ଯାହା ଆପଣଙ୍କୁ ସଫଳତା ଦେବ। ମାତ୍ର ଅଧିକ ଚାପ ନେବା ଫଳରେ ମାନସିକ ଓ ଶାରୀରିକ ଥକାପଣ ଅନୁଭବ କରିପାରନ୍ତି। ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ପରିବାର ସହିତ ଶାନ୍ତିପୂର୍ଣ୍ଣ ସମୟ ଅତିବାହିତ କରିବେ। ପ୍ରେମ ଜୀବନରେ ମନର କଥା ଖୋଲାଖୋଲି ଭାବେ ପ୍ରକାଶ କରନ୍ତୁ। ବନ୍ଧୁଗଣ, ତୁଳା ରାଶି। ସନ୍ତୁଳନ ଓ ସାମାଜିକ ସଦ୍ଭାବ ଆପଣଙ୍କର ବୈଶିଷ୍ଟ୍ୟ। ଆଜି ଆପଣ ଯେକୌଣସି ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ଓ ପୁରୁଣା ବିବାଦର ସମାଧାନ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବନ୍ଧୁ ଓ ଆତ୍ମୀୟଙ୍କ ସହ ମିଳାମିଶା ଖୁସି ଆଣିଦେବ। ପ୍ରେମ ଜୀବନରେ ମଧୁରତା ବଜାୟ ରହିବ। ବନ୍ଧୁଗଣ, ବିଛା ରାଶି। ଆପଣଙ୍କର ଦୃଢ଼ ଇଚ୍ଛାଶକ୍ତି ଆଜି ଆପଣଙ୍କୁ ଲକ୍ଷ୍ୟ ପଥରେ ଆଗେଇ ନେବ। କାର୍ଯ୍ୟକ୍ଷେତ୍ରରେ ଚ୍ୟାଲେଞ୍ଜ ଆସିଲେ ମଧ୍ୟ ଆପଣ ଚେଷ୍ଟା ବଳରେ ସଫଳ ହେବେ। ଆର୍ଥିକ କ୍ଷେତ୍ରରେ କୌଣସି ପ୍ରକାରର ବିପଦପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପାରିବାରିକ ସ୍ତରରେ ସାମାନ୍ୟ ମନାନ୍ତର ହୋଇପାରେ। ପ୍ରେମ ଜୀବନରେ ଗଭୀରତା ରହିବ, ମାତ୍ର ଭାବନାକୁ ଠିକ୍ ଭାବେ ପ୍ରକାଶ କରିବା ଶିଖନ୍ତୁ। ବନ୍ଧୁଗଣ, ଧନୁରାଶି। ଧନୁରାଶିର ଲୋକମାନେ ସ୍ୱଭାବତଃ ଆଶାବାଦୀ। ଆଜି ଆପଣଙ୍କର ସକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ନୂତନ ଦିଗରେ ମାର୍ଗଦର୍ଶନ କରିବ। ବନ୍ଧୁଗଣ, କର୍ମକ୍ଷେତ୍ରରେ ନୂଆ ଶିଖିବାର ସୁଯୋଗ ମିଳିବ। ଆର୍ଥିକ ଅବସ୍ଥା ଭଲ ରହିବ। ପରିବାରରେ ଉତ୍ସାହର ପରିବେଶ ରହିବ। ପ୍ରେମ ଜୀବନରେ ସ୍ୱାଧୀନତା ଓ ବୁଝାମଣା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ। ବନ୍ଧୁଗଣ, ମକର ରାଶି। ଆଜି ଆପଣଙ୍କ ସମ୍ପୂର୍ଣ୍ଣ ଭାବେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଆପଣଙ୍କର ଦାୟିତ୍ୱବୋଧ ଓ ନିଷ୍ଠା ପାଇଁ କର୍ମକ୍ଷେତ୍ରରେ ସମନ୍ୱିତ ହୋଇପାରନ୍ତି। ଆର୍ଥିକ ସ୍ଥିତି ସ୍ଥିର ରହିବ। ପାରିବାରିକ ସମ୍ପର୍କ ମଜବୁତ ହେବ। ପ୍ରେମ ଜୀବନରେ ସାଥୀଙ୍କୁ କିଛି ସମୟ ଦିଅନ୍ତୁ, ଯାହାଦ୍ୱାରା ଦୂରତା କମିବ। ବନ୍ଧୁଗଣ, କୁମ୍ଭ ରାଶି। କୁମ୍ଭ ରାଶିର ବ୍ୟକ୍ତିମାନେ ସୃଜନଶୀଳ ଓ ସ୍ୱାଧୀନଚେତା।
ଆଜି କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ନୂତନତ୍ୱ ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ପୃଥକ କରିବ। ଆର୍ଥିକ ଉନ୍ନତି ହେବାର ସମ୍ଭାବନା ଅଛି। ପରିବାରର ସହ ସମୟ ବିତାଇ ମାନସିକ ସନ୍ତୋଷ ପାଇବେ। ବନ୍ଧୁଗଣ, ସାଥୀଙ୍କ ସହ ଖୋଲାଖୋଲି ଭାବେ ଆଲୋଚନା କରିବା ଦ୍ୱାରା ପ୍ରେମ ସମ୍ପର୍କ ନିବିଡ଼ ହେବ। ବନ୍ଧୁଗଣ, ମୀନ ରାଶି, ଭାବ ପ୍ରବଳତା ଓ କଳ୍ପନାଶୀଳତା ଆଜି ଆପଣଙ୍କ ଭିତରେ ଅଧିକ ରହିବ। କାର୍ଯ୍ୟକ୍ଷେତ୍ରରେ ମନ୍ଥର ଗତିରେ ଅଗ୍ରଗତି ହେବ, କିନ୍ତୁ ଆପଣ ସଫଳ ହେବେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ପରିବାରର ସମ୍ପୂର୍ଣ୍ଣ ଭାବପ୍ରବଳ ସହଯୋଗ ପାଇବେ। ବନ୍ଧୁଗଣ, ମାନସିକ ଶାନ୍ତି ପାଇଁ ଧ୍ୟାନ ଓ ଯୋଗ କରନ୍ତୁ। ପ୍ରେମ ସମ୍ପର୍କରେ ଗଭୀରତା ବୃଦ୍ଧି ପାଇବ। ବନ୍ଧୁଗଣ, 14 ମେ 2026 ଏହି ଦିନଟି ସମସ୍ତଙ୍କ ପାଇଁ ଧୈର୍ଯ୍ୟ, ବୁଝାମଣା ଓ ମାନସିକ ସନ୍ତୁଳନ ରକ୍ଷା କରିବାର ଦିନ। ଆପଣଙ୍କ ଜୀବନ ସୁଖମୟ ହେଉ, ଏତିକି କାମନା। ଆଜିର ସତର୍କତା, ରାତି 10ଟା 34 ପରେ କିଛି ବିଶେଷ ନକ୍ଷତ୍ରର ବ୍ୟକ୍ତିମାନେ ନିଜର ଚଳପ୍ରଚଳ ଓ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ବିଶେଷ କରି ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ଶୁଭମୟ ହେଉ, ଏତିକି ପ୍ରାର୍ଥନା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଏହାକୁ ସେୟାର କରନ୍ତୁ ଏବଂ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବାକୁ ଜମାରୁ ଭୁଲନ୍ତୁ ନାହିଁ।